ସମୁଦ୍ର କୂଳରେ କରୁଥିଲେ ଯୋଗ କିନ୍ତୁ ହଠାତ୍ ଚାଲିଗଲା ଜୀବନ। ଯୋଗ କଲାବେଳେ 24 ବର୍ଷୀୟ ଅଭିନେତ୍ରୀଙ୍କର ଜୀବନ ଚାଲିଯାଇଛି। 24 ବର୍ଷୀୟ ରଷିଆନ୍ ଅଭିନେତ୍ରୀ କମିଲା ବେଲାଚ୍ଛକାଏ ଛୁଟି କାଟିବା ପାଇଁ ନିଜ ପ୍ରେମିକଙ୍କ ସହ ଥାଇଲାଣ୍ଡ ଆସିଥିଲେ। ସେବେ ଥାଇଲାଣ୍ଡ ଆସିବା ପରେ ସେ ସମୁଦ୍ରକୁ ଦେଖି ମୁଁ ସମୁଦ୍ରକୁ ଭଲ ପାଏ, ଏହା ମୋ ଜୀବନର ମୁଁ ଦେଖିଥିବା ସର୍ବୋତ୍ତମ ସ୍ଥାନ ବୋଲି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ମାତ୍ର ସର୍ବୋତ୍ତମ ସ୍ଥାନ ତାଙ୍କ ଜୀବନର ଶେଷ ଦିନ ସାଜିବ ବୋଲି ସେ କେବେ ଜାଣି ହିଁ ନଥିଲେ। ତେବେ ଘଟଣା ଘଟିବା ଦିନ ବିଦେଶୀ ଅଭିନେତ୍ରୀ ଜଣକ ସମୁଦ୍ରକୁ ଉପଭୋଗ କରିବା ପାଇଁ ଏକ ଲାଲ କାରରେ ସମୁଦ୍ର କୂଳକୁ ଆସିଥିଲେ। ପରେ କାରରୁ ଓହ୍ଲାଇ ଏକୁଟିଆ ସମୁଦ୍ର କୂଳକୁ ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହାପରେ ସେ ସମୁଦ୍ର କୂଳରେ ଥିବା ଏକ ପାହାଡ଼ିଆ ଚଟାଣରେ ବସି ଯୋଗ କରୁଥିଲେ। ଆଉ ଏହି ସମୟରେ ହଠାତ୍ ମାଡ଼ି ଆସିଥିଲା ସମୁଦ୍ରର ଭୟଙ୍କର ଜୁଆର। ଆଉ ଏ ଜୁଆର ଏତେ ଭୟଙ୍କର ଥିଲା ଯେ ଅଭିନେତ୍ରୀ ସେଠାରୁ ଯିବା ପାଇଁ ସମୟ ପାଇନଥିଲେ। ଆଉ ଏ ଜୁଆର ଅଭିନେତ୍ରୀଙ୍କୁ ଟାଣି ଟାଣି ସମୁଦ୍ର ଗର୍ଭରେ ଲୀନ କରିଦେଇଥିଲା। ତେବେ ଥାଇଲାଣ୍ଡ ମିଡ଼ିଆ ମେଟ୍ରୋ ରିପୋର୍ଟ ଅନୁଯାୟୀ ସେଠାରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ, ମାତ୍ର ସେ ସେଥିରେ ବିଫଳ ହୋଇଥିଲେ। ଶେଷରେ ସମୁଦ୍ରର ଅନେକ ଭିତରେ ଅଭିନେତ୍ରୀଙ୍କର ମୃତଦେହ ଭାସୁଥିବାର ଦେଖିବା ପାଇଁ ମିଳିଥିଲା। ତେବେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନକୁ ଅଭିନେତ୍ରୀ ଖୁବ୍ ଭଲ ପାଉଥିଲେ। ସୋସିଆଲ ମିଡ଼ିଆରେ ସ୍ଥାନକୁ ଅନେକ ଥର ସେ ପ୍ରଶଂସା ବି କରିଛନ୍ତି। ଆଉ ଶେଷରେ ନିଜର ସେହି ଭଲ ପାଇବାର ସ୍ଥାନ ହିଁ ତାଙ୍କର କାଳ ସାଜିଲା। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।